ସମସ୍ତଙ୍କୁ ପ୍ରେଜ ଦ ଲର୍ଡ ନମସ୍କାର। ଆଜି ଗୋଟେ ପ୍ରକାଶିତର କେତୋଟି ବିଷୟ ଅଳ୍ପ ଆଲୋଚନା କରିବା। ଯେମିତିକି ପ୍ରକାଶିତରେ ଅନେକ ଥର ଆପଣମାନେ ଦେଖିବେ 7 ସଂଖ୍ୟା ବିଷୟରେ ଭିନ୍ନ ଭିନ୍ନ ଘଟଣାକୁ ବର୍ଣ୍ଣନା କରାଯାଏ। ତେଣୁ 7 ସଂଖ୍ୟାର ପ୍ରକୃତରେ ରହସ୍ୟ କ'ଣ, ଭାବ କ'ଣ, ସେ ଉପରେ ଅଳ୍ପ ଆଲୋଚନା କରିବା। ପ୍ରେମୟ ପ୍ରଭୁ, ଧନ୍ୟବାଦ ଦେଉଛୁ। ଆଜି ବି ଆମମାନଙ୍କୁ ସମୟ ଦେଲ ବାକ୍ୟ ଜାଣିବା ପାଇଁ। ସାହାଯ୍ୟ କର ଯେମିତି ବାକ୍ୟକୁ ଆମେ ବୁଝିବୁ ଆଉ ଅନେକଙ୍କୁ ବୁଝାଇବା ପାଇଁ ସକ୍ଷମ ହେବ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ମୁଁ ଯେମିତି କହିଲି 7 ସଂଖ୍ୟା, କେତେଟା 7 ଅଛି ଆଉ କାହିଁକି 7 ସଂଖ୍ୟାକୁ ବ୍ୟବହାର କରାଯାଏ, ତାର ପ୍ରକୃତରେ ଉଦ୍ଦେଶ୍ୟ କ'ଣ, ସେ ଉପରେ ମୁଁ ଆପଣମାନଙ୍କ ସହିତ କେତେଟା ଟିପ୍ପଣୀ ରଖିବି। ଆଉ ଏଟା କୌଣସି କ'ଣ କହିବି, କାହାଣୀ ନୁହେଁ। ଏଇ 7 ସଂଖ୍ୟା ଉପରେ ଯାହା ପ୍ରକାଶିତରେ ଅଛି କୌଣସି କାହାଣୀ ନୁହେଁ, ପଦ୍ୟ ନୁହେଁ। ଏଟା ଭବିଷ୍ୟତରେ ଘଟିବାକୁ ଯାଉଥିବା ଈଶ୍ୱରଙ୍କର ଯୋଜନାର ପରିଭାଷା। ତେଣୁ ଆମେ ଯେମିତି ଦେଖିଛୁ, ଯେମିତିକି ଭାବବାଣୀର ଯଥାର୍ଥ ହେବା ଦରକାର ଅଛି ବାଇବେଲରେ। ଆଉ ପରମେଶ୍ୱରଙ୍କର ପୂର୍ଣ୍ଣତା ବିଚାର ବିଷୟରେ ଅଛି। ଆଉ ପ୍ରତିଜ୍ଞା ସମୂହର ଶେଷ ହେବାର ଅଛି। ଆଉ ଅସରନ୍ତି ତାଙ୍କର ରାଜ୍ୟର ଯୋଜନା ନେଇ ଅନେକ କଥା ଲେଖା ଅଛି। ସେଥିପାଇଁ ସେ ସମସ୍ତ ବିଷୟକୁ ଟିକେ ଟିକେ ଆମେ ଦେଖିବା। ଆପଣମାନେ ନିହାତି ପଢ଼ିଥିବେ ପ୍ରକାଶିତରେ ଏମିତି କେତେଟା ପଦ ପାଇବେ, ସପ୍ତଦୂତ, ସପ୍ତତୁରୀ, ସପ୍ତପାତ୍ର, ଏମିତି ଅନେକ। ତ ସେ ଉପରେ ଆମେ ଆଲୋଚନା କରିବା। ତ ପ୍ରଥମେ ଆମେ ଦେଖିବା, ମୁଁ ରେଫରେନ୍ସ ଦେଉନାହିଁ, ଆପଣମାନେ ଦେଖିବେ। ସେଠି ଦେଖନ୍ତୁ, ସପ୍ତ ଚକ୍ଷୁ ବୋଲେ 7 ଆଖି। ଏଇ 7 ଆଖି, ଏଇ ସପ୍ତ ଚକ୍ଷୁର ପ୍ରକୃତ ରହସ୍ୟ କ'ଣ ଅଛି ଆଉ କାହିଁକି ଏଟା ବ୍ୟବହାର ହେଇଛି, ତାର ଅର୍ଥ ଯଦି ଆମେ ଦେଖିବା, ଈଶ୍ୱରଙ୍କର ସିଦ୍ଧତା ଦୃଷ୍ଟିକୋଣ, ଈଶ୍ୱରଙ୍କର ସିଦ୍ଧତା ଦୃଷ୍ଟିକୋଣକୁ 7 ଚକ୍ଷୁ ଭାବରେ ବ୍ୟବହାର କରାଯାଏ। ଅର୍ଥ ଈଶ୍ୱର ଭଲରେ ଦେଖନ୍ତି, ତାଙ୍କର ଦେଖିବାରେ କୌଣସି ତ୍ରୁଟି ନଥାଏ। ତେଣୁ ସେ ସ୍ପଷ୍ଟ ଦେଖନ୍ତି, ଭଲ ଦେଖନ୍ତି। ତେଣୁ 7 ଚକ୍ଷୁକୁ ବୁଝାଏ। ଆଉ 2 ନମ୍ବର ହେଉଛି ସପ୍ତଦୂତ। ସପ୍ତଦୂତ ମାନେ 7 ଦୂତ। ଏଇ 7 ଦୂତ କହିବାର ଅର୍ଥ କ'ଣ? 7 ଦୂତ କହିବାର ଅର୍ଥ ମଧ୍ୟ ଆମେ ଜାଣିବା ଦରକାର ଅଛି। ଈଶ୍ୱରଙ୍କର ବିଚାର ନାହିଁ କି ସିଦ୍ଧତା ଭାବରେ ହେବ। ମାନେ ଈଶ୍ୱର କୌଣସି ବିଚାରକୁ ଭୁଲ ଭାଲରେ କରିବେ ନାହିଁ। ତାଙ୍କର ବିଚାର ପୁରା ନିର୍ଦ୍ଦିଷ୍ଟ ଆଉ ନିର୍ଭୁଲ ହେବ। ତେଣୁ 7 ବା ସପ୍ତଦୂତ କହିବାର ଅର୍ଥ ଈଶ୍ୱରଙ୍କର ସିଦ୍ଧତା କ୍ରମାଗତ ଭାବରେ ଗୋଟେ ପରେ ଗୋଟେ ସିଦ୍ଧ ଭାବରେ ହେବ। ତୃତୀୟ ନମ୍ବର, ସପ୍ତତୁରୀ ଅର୍ଥ 7ଟି ତୁରୀର ମାନେ କ'ଣ, ଅର୍ଥ କ'ଣ? ସପ୍ତତୁରୀର ଅର୍ଥ ହେଉଛି ଈଶ୍ୱର ସମସ୍ତ କାର୍ଯ୍ୟ, ଆମେ ଯେତେବେଳେ ଦେଖିବା, ସମସ୍ତ କାର୍ଯ୍ୟ ଶେଷ ପୂର୍ବରୁ ଜାଗ୍ରତର ସମୟ ଯଥେଷ୍ଟ ଦେବେ। ଦେଖନ୍ତୁ, ସପ୍ତତୁରୀ, ତୁରୀ ମାନେ କ'ଣ? ଗୋଟେ ବାଜିବ। କହିବାର ଅର୍ଥ କ'ଣ? ପରମେଶ୍ୱର ଯେଉଁ ସମସ୍ତ ବିଷୟ ଶେଷ କରିବେ, ଆଜି ଶେଷ ହେଇନାହିଁ, ଅନେକ ବିଷୟ ପେଣ୍ଡିଂ ହେଇକି ଅଛି, ଦିନେ ଆସିବ ସବୁ ଜିନିଷ ଶେଷ ହେବ। ତ ଶେଷ ହେବା ପୂର୍ବରୁ ପରମେଶ୍ୱର ଯଥେଷ୍ଟ ମନୁଷ୍ୟ ପାଇଁ ସମୟ ଦେବେ, ଜାଗ୍ରତ ହେବା ପାଇଁ, ପରିବର୍ତ୍ତନ ହେବା ପାଇଁ, ଠିକ୍ ହେବା ପାଇଁ। ତେଣୁ ଯେ ଜାଗ୍ରତ ହେବା ପାଇଁ, ପରିବର୍ତ୍ତନ ହେବା ଯେଉଁ ଯଥେଷ୍ଟ ସମୟ ଦେବେ, ତାହାକୁ ଆମେ ସପ୍ତତୁରୀ ଭାବରେ ଆମେ ପ୍ରକାଶିତରେ ପାଉଛୁ। ଚତୁର୍ଥ ହେଉଛି ସପ୍ତପାତ୍ର। 7ଟି ପାତ୍ରକୁ ବୁଝଉଛି। କ'ଣ ସେଟା? ତାର ଅର୍ଥ ହେଉଛି ଈଶ୍ୱରଙ୍କର କ୍ରୋଧ ଓ ଧାର୍ମିକତା ସ୍ଥାପନର ଶେଷ। ଈଶ୍ୱରଙ୍କର କ୍ରୋଧ ଓ ଧାର୍ମିକତାର ସ୍ଥାପନର ଶେଷ। ସପ୍ତପାତ୍ର, ଯୋଉଟାକୁ ପାତ୍ର ଯୋଉ ଲେଖା ଅଛି, ଯୋଉ ଢଳାଯିବ ବୋଲି ଲେଖା ଅଛି, ଏଟା ଈଶ୍ୱରଙ୍କର ରାଗ କେମିତି ସେ ପ୍ରକାଶ କରିବେ ଏବଂ ତାଙ୍କର ଧାର୍ମିକତା, এই ସମସ୍ତ ବିଷୟ ଯେତେବେଳେ ସରୁଛି, ସେଟା ସପ୍ତପାତ୍ର ଭାବରେ ବ୍ୟବହାର କରିଛନ୍ତି ପ୍ରକାଶିତରେ। ଆଉ ଆମେ ଦେଖୁଛୁ କି ପଞ୍ଚମ ହେଉଛି ସପ୍ତ ରାଜା, 7 ରାଜା। এই 7 ରାଜାର ଅର୍ଥ କ'ଣ? এই 7 ରାଜାର ଅର୍ଥ ହେଉଛି ଜଗତର ସବୁ ରାଜା ମାନେ
ଈଶ୍ୱରଙ୍କୁ ପ୍ରଣାମ କରିବେ। ସବୁ ରାଜା ମାନେ ଈଶ୍ୱରଙ୍କୁ ମୁଣ୍ଡିଆ ମାରିବେ, ତାଙ୍କୁ ହିଁ ପ୍ରଣାମ କରିବେ। ତେଣୁ এই ସମସ୍ତ ରାଜା ଯେହେତୁ ତାଙ୍କୁ ପ୍ରଣାମ କରିବେ, ତାର ଭାବକୁ ପ୍ରକାଶ କରିବା ପାଇଁ ସପ୍ତ ରାଜା ବୋଲି ପ୍ରକାଶିତରେ ଲେଖା ଅଛି। ଆଉ ଗୋଟେ ଆମେ ଦେଖିବା ଶେଷ 6 ନମ୍ବର, ସପ୍ତ ପାହାଡ଼ ମାନେ 7ଟି ପାହାଡ଼ ବିଷୟରେ ମଧ୍ୟ ପ୍ରକାଶିତ କୁହେ। ଆପଣମାନେ ଯଦି ପଢ଼ିଛନ୍ତି ଆପଣମାନଙ୍କ ପାଇଁ ଇଜି ହେବ, ଯଦି ନୁହେଁ ଆପଣମାନେ କମେଣ୍ଟ କରନ୍ତୁ, ସେଟା ଆମେ ରେଫରେନ୍ସ କାଢ଼ିବା। ସପ୍ତ ପାହାଡ଼ର ଅର୍ଥ ହେଉଛି ସମସ୍ତ ଜଗତର ଶକ୍ତି ସମୂହ ସମ୍ପୂର୍ଣ୍ଣ ଭାବରେ ଲୋପ ହେବ। ସପ୍ତ ପାହାଡ଼ କହିବାର ଅର୍ଥ କ'ଣ? ଜଗତର ସମସ୍ତ ଶକ୍ତି ଚିରକାଳ ପାଇଁ ଶେଷ ହେବ, ଆଉ ଈଶ୍ୱର ହିଁ ସମସ୍ତର ଊର୍ଦ୍ଧ୍ୱରେ ରହିବେ। ସେଇ ଭାବକୁ ପ୍ରକାଶ କରିବା ପାଇଁ ସପ୍ତ ପାହାଡ଼ କୁହାଯାଏ। ମୁଁ ଆଶା କରୁଛି ଆଜିର ଅଳ୍ପ ଆଲୋଚନା ଆପଣଙ୍କର ଆତ୍ମିକ ଜୀବନରେ ସେବା କାର୍ଯ୍ୟରେ ସାହାଯ୍ୟରେ ଆସିବ। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ।